ଆମେ ସାଇଲେନ୍ସ କ୍ରିୟା ଆରମ୍ଭ କରିବା। ସାଇଲେନ୍ସ ମା ମା ଆମେ କାଲି ଆରମ୍ଭ କରିଥିଲେ ନିଜ ପରିବେଶ ନିଜେ ସୃଷ୍ଟି କର ପାର୍ଟ 1। ସେଥିରେ ନିଜ ପରିବେଶ ବା ନିଜସ୍ୱ ଆଧ୍ୟାତ୍ମିକ ପରିବେଶ ଆମ ଚାରିପଟେ ସୃଷ୍ଟି କରିବା ପାଇଁ ଅ, ମା ଯୋଉ 10ଟା ସୂତ୍ର ଦେଇଥିଲେ ସେଥିରୁ ଆମେ କେତେଟା ଆଲୋଚନା କରିସାରିଛନ୍ତି। ଆଜି ଟିକେ ସେଇ 10ଟା ଯାକ ପଢିଦବା, ତାପରେ ଆମେ ଧୀରେ ଧୀରେ ଆଗକୁ ଯିବା। ଏକରେ କହିଲେ ଆନ୍ତର ଶୃଙ୍ଖଳା ଦ୍ୱାରା। ଦୁଇରେ ତୁମେ ତୁମର ଚିନ୍ତା ଓ ଭାବନା ଗୁଡ଼ିକୁ ନିୟନ୍ତ୍ରଣ କରିବା ଦ୍ୱାରା। ଦୁଇରେ କହିଲେ ତୁମର ଚିନ୍ତା ଓ ଭାବନା ଗୁଡ଼ିକୁ ତୁମର ସାଧନା ଅଭିମୁଖୀ କରିବା ଦ୍ୱାରା। ତୁମର କ୍ରିୟାକର୍ମକୁ ନିୟନ୍ତ୍ରଣ କରିବା ଦ୍ୱାରା ଆଉ ସେହି କ୍ରିୟାକର୍ମକୁ ସାଧନା ଅଭିମୁଖୀ କରିବା ଦ୍ୱାରା। ତାପରେ କହିଲେ ତୁମର ସମସ୍ତ କାମନା ବାସନାକୁ ବିଲୋପ କରିବା ଦ୍ୱାରା। ସବୁ ପ୍ରକାର ନିରର୍ଥକ ବାହ୍ୟ ତଥା ନିମ୍ନର କ୍ରିୟାକଳାପ ଗୁଡ଼ିକୁ ବିଲୋପ କରିବା ଦ୍ୱାରା ଏବଂ ଏକ ଗଭୀର ଆନ୍ତର ଜୀବନକୁ ନେଇ ବଞ୍ଚିବା ଦ୍ୱାରା। ଆଉ କହିଲେ କଣ ତା ସହିତ ନିମ୍ନତର ବ୍ୟାପାର ଗୁଡ଼ିକ ଠାରୁ ନିଜକୁ ଦୂରେଇ ରଖିବା। ସେଠି ନିମ୍ନ କ୍ରିୟାକଳାପ କହିଥିଲେ, ଏଠି କହିଲେ ନିମ୍ନତର ବ୍ୟାପାର ଗୁଡ଼ିକ ଠାରୁ ମଧ୍ୟ ନିଜକୁ ଦୂରେଇ ରଖିବା। ନିମ୍ନମାନର ଚିନ୍ତା କଳ୍ପନା କ୍ରିୟା ପ୍ରତିକ୍ରିୟା ଠାରୁ ନିଜକୁ ମୁକ୍ତ ରଖିବା ଦ୍ୱାରା। ତା ଭିତରୁ ଆମେ ଅଲରେଡି ଆଲୋଚନା କରିସାରିଛନ୍ତି ଆନ୍ତର ଶୃଙ୍ଖଳା ଦ୍ୱାରା ଆଉ ଚିନ୍ତା ଭାବନାକୁ ନିୟନ୍ତ୍ରଣ କରିବା ଏବଂ ଚିନ୍ତା ଭାବନାକୁ ସାଧନା ଅଭିମୁଖୀ କରିବା ଦ୍ୱାରା। କ୍ରିୟାକର୍ମକୁ ନିୟନ୍ତ୍ରଣ କରିବା ଦ୍ୱାରା ଆଉ କ୍ରିୟାକର୍ମକୁ ସାଧନା ଅଭିମୁଖୀ କରିବା ଦ୍ୱାରା। ଆଉ କାମନା ବାସନାକୁ ବିଲୋପ କରିବା ଏବଂ ନିରର୍ଥକ ବାହ୍ୟ ତଥା ନିମ୍ନର କ୍ରିୟାକଳାପ ଗୁଡ଼ିକୁ ବିଲୋପ କରିବା ଦ୍ୱାରା। ଏ ପ୍ରକାରର ଆମେ ଆଲୋଚନା ସାରିଛନ୍ତି ଏବଂ ତାପରେ ଯୋଉଟା ଆମେ ଆଲୋଚନା ଆଜି କରିବା ଏକ ଗଭୀର ଆନ୍ତର ଜୀବନକୁ ନେଇ ବଞ୍ଚିବା ଦ୍ୱାରା। ଜଣେ ଯେତେବେଳେ ସଂକଳ୍ପ କରିଛି ପୂର୍ଣ୍ଣ ଯୋଗର ପଥିକରେ ଯାଉ କିମ୍ବା ଉଚ୍ଚତର ଜୀବନ ଉଚ୍ଚତର ଚେତନାକୁ ପହଞ୍ଚିବା ପାଇଁ ଯିବା ପାଇଁ ସେଇଥିରେ ବଞ୍ଚିବା ପାଇଁ ସେତେବେଳେ କେବଳ ବାହ୍ୟ ଶୃଙ୍ଖଳା ବା ବାହ୍ୟ କ୍ରିୟାକଳାପ କୁ ବୁଝିବା ଏବଂ ବୁଝାଇବା ଯଥେଷ୍ଟ ନୁହେଁ। ସେଥିପାଇଁ ହଉଛି ନିଜେ ସେଇଥିରେ ବଞ୍ଚିବା। ଏକ ଗଭୀର ଆନ୍ତର ଜୀବନକୁ ନେଇ ବଞ୍ଚିବା ଦ୍ୱାରା। ଦେଖନ୍ତୁ ଆମେ ଯେତେବେଳେ ଯୋଉ ଜିନିଷ ଶୁଣୁ ତାକୁ କାର୍ଯ୍ୟରେ ପରିଣତ ଆମେ କେବେ କରୁନା। ଏକରେ କାର୍ଯ୍ୟରେ ପରିଣତ କରୁନା। କାର୍ଯ୍ୟରେ ପରିଣତ କରିବା ପାଇଁ ସଂକଳ୍ପ ଆମର ସବୁବେଳେ ବଦଳିଯାଏ ବା ଦୁର୍ବଳ ହେଇଯାଏ। କିନ୍ତୁ ଏଠି ମା କହୁଛନ୍ତି ଯଦି ତୁମେ ଚାହୁଁଛ ନିଜ ଚାରିପଟେ ଗୋଟେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ତାହେଲେ ଯୋଉ ଆନ୍ତର ଜୀବନ ତ ଆନ୍ତର ଲକ୍ଷ୍ୟ ଯୋଉ ଆମେ ରଖିଛେ ଭଗବାନଙ୍କୁ ପରିପ୍ରକାଶ କରିବା ପାଇଁ ନିଜକୁ ପ୍ରସ୍ତୁତ କରିବା। ଆମେ ଦେଖନ୍ତୁ ଆମେ ଅଲରେଡି ୟା ପୂର୍ବରୁ ଅନେକ ଥର ଆଲୋଚନା ବହୁତ ବାଟ ହେଇଗଲାଣି। ଇଏ ଆସି 241 ନମ୍ବର ପେଜ ଆଲୋଚନା ହେଲାଣି। ଆମେ ଯୋଉଗୁଡାକ ବାହାରୁ ଦେଖୁଛୁ ଫିଜିକାଲ ଏବଂ ଯୋଉ କ୍ରିୟାକଳାପ କରୁଛୁ ପ୍ରାଣ ଶକ୍ତି ଆମର ଭାଇଟାଲ ଏବଂ ଯୋଉ ଚିନ୍ତା ବିଚାର ତର୍କ ବିତର୍କ କରୁଛୁ ଯୋଉ ମେଣ୍ଟାଲ, ଇଏ ସବୁର ଏକ ସୂକ୍ଷ୍ମ ସତ୍ତା ବି ରହିଛି। ସଫ୍ଟଲ ଫିଜିକାଲ, ସଫ୍ଟଲ ଭାଇଟାଲ, ସଫ୍ଟଲ ମେଣ୍ଟାଲ, ଇଏ ସବୁ ଗୁଡ଼ିକ ସୂକ୍ଷ୍ମରେ ଯେହେତୁ ରହିଛି ତାକୁ ଯଦି ଆମେ ପ୍ରସ୍ତୁତ କରିବା, ଯୋଉ ଲକ୍ଷ୍ୟ ଆମେ ରଖିଛନ୍ତି ପରମଙ୍କୁ ପରିପ୍ରକାଶ କରିବା ଏବଂ ଚୈତ୍ୟ ସତ୍ତା ଦ୍ୱାରା ଏମାନେ ପରିଚାଳିତ ହବା, ତେଣୁ ସେଇ ଚୈତ୍ୟ କେନ୍ଦ୍ର ପାଖରେ ଆମର ପ୍ରାଣର ସବୁ ଗତିବୃତ୍ତିକୁ ନେଇକି ରଖିବା ଏବଂ ରୂପାନ୍ତର ପାଇଁ ଅତିମାନସ ଶକ୍ତି ବା ଅତିମାନସ ଜ୍ୟୋତି ନିକଟରେ ବା ଆମ ଦିବ୍ୟ ଜନନୀଙ୍କ ନିକଟରେ ଆମର ସବୁ ଯାକ କାର୍ଯ୍ୟକଳାପ ସମର୍ପିତ ହବା ଦରକାର ଏବଂ ତାଙ୍କୁ ପରିପ୍ରକାଶ କରିବା ପାଇଁ ଚେଷ୍ଟିତ ହବା ଦରକାର। ଏଇଟା ହଉଛି ଆନ୍ତର ଜୀବନକୁ ନେଇ ବଞ୍ଚିବା। କାହିଁକି ନା ଆମର ଆନ୍ତର ଜୀବନ ହଉଛି କେବଳ
ଭଗବାନଙ୍କୁ ପରିପ୍ରକାଶ କରିବା। ସେଥିପାଇଁ ମା ବହିରେ ଶ୍ରୀମନ୍ଦ ଲେଖିଲେ ଭାଗବତ କର୍ମ ଓ ଅଭିଭକ୍ତିରେ ସାହାଯ୍ୟ ନିମିତ୍ତ ତୁମକୁ ତୁମର ଜୀବନ ଦିଆ ହୋଇଛି। ଭାଗବତ କର୍ମ ଓ ଭାଗବତ ଅଭିବ୍ୟକ୍ତିରେ ସାହାଯ୍ୟ ନିମିତ୍ତ ତୁମକୁ ତୁମର ଜୀବନ ଦିଆହେଇଛି। ତେଣୁ ଆମର ଆନ୍ତର ଜୀବନ ହବ ଆମର ପ୍ରତ୍ୟେକ ସୂକ୍ଷ୍ମ କାର୍ଯ୍ୟକଳାପ ମଧ୍ୟ ପ୍ରଥମେ ସୂକ୍ଷ୍ମରୁ ଆରମ୍ଭ ହବ କିମ୍ବା ପ୍ରଥମେ ସ୍ଥୂଳରୁ ଆରମ୍ଭ ହବ, ସେଇଟା ନିର୍ଭର କରେ ବ୍ୟକ୍ତି ଉପରେ। ଯଦି ଆମେ ବାହ୍ୟ ଅଭ୍ୟାସ କରିବା ଦ୍ୱାରା ଧୀରେ 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 ସୂକ୍ଷ୍ମ ସ୍ତରକୁ ଯିବା, କିମ୍ବା ଜଣେ ସୂକ୍ଷ୍ମରୁ ପ୍ରସ୍ତୁତ ହେଇକି ବାହାର କରିବ। ତେଣୁ ଆନ୍ତର ଜୀବନ ତା ମାନେ ଚୈତ୍ୟ ସତ୍ତା ଦ୍ୱାରା ପରିଚାଳିତ ହେଇ ଭଗବାନଙ୍କୁ ହିଁ କେବଳ ବା ପରମଙ୍କୁ ହିଁ କେବଳ ଆମର କାର୍ଯ୍ୟରେ, ସ୍ଥୂଳ କାର୍ଯ୍ୟରେ, ଭାବନାରେ, ଚିନ୍ତାରେ, ଆମର ଯୋଉ ପ୍ରେରଣା, ଯୋଉ ଶକ୍ତି, ଯୋଉ କାର୍ଯ୍ୟ ଆମେ କରୁଛେ ସବୁଥିରେ ସେ ଯେପରି ପରିପ୍ରକାଶ ହେବେ ତାକୁ ନେଇକି ବଞ୍ଚିବା, ତାମାନେ ତାକୁ ପ୍ରାକ୍ଟିସ କରିବା, ଜୀବନର କାର୍ଯ୍ୟକଳାପ କରିବା। ଯେତେବେଳେ ଆମେ ଯୋଉ କଥା କହୁଛନ୍ତି, ଓକେ, ଆମେ କଥା କହିଲା ବେଳେ ସେଇ ଶବ୍ଦ ଗୁଡ଼ିକ ଆମ ପାଟିରୁ ନ ବାହାରୁ, ଯୋଉ ଶବ୍ଦ ଗୁଡ଼ିକ ବିରୋଧୀ ଶକ୍ତିକୁ ଆମନ୍ତ୍ରଣ କରିବ ସେ ଯେମିତି ମୋ ପାଟିରୁ ନ ବାହାରୁ, ସେଇ ଶବ୍ଦ ଗୁଡ଼ିକ ବାହାରୁ ଯୋଉ ଶବ୍ଦର ପ୍ରଭାବରେ, ଯୋଉ ଶବ୍ଦର ଶକ୍ତି ବଳରେ ମୋ ପାଖରେ ଯିଏ ରହିଛନ୍ତି ତାଙ୍କ ଭିତରେ ଏକ ସ୍ପନ୍ଦନ ସୃଷ୍ଟି ହେବ ଭଗବତ ଅଭିମୁଖୀ ହେବା ପାଇଁ। ସେତେବେଳେ ଆମେ ଜାଣିବା ଯେ ଆମେ ଆନ୍ତର ଜୀବନକୁ ନେଇ ବଞ୍ଚୁଛନ୍ତି। ପ୍ରାୟତଃ ପ୍ରାୟତଃ ଆମେ ବାହାର ଜୀବନକୁ ନେଇକି ପ୍ରାୟତଃ ବଞ୍ଚୁ। କିଏ କଣ କଲା, କିଏ କଣ ନ କଲା, ତାକୁ ଆମେ ଅତି ଡିଟେଲ୍ସ ଜାଣିବାକୁ ଚେଷ୍ଟା କରୁ। କିନ୍ତୁ ଯଦି ଜଣେ ଆନ୍ତର ଜୀବନକୁ ନେଇକି ବଞ୍ଚିବାକୁ ଆରମ୍ଭ କରିବ, ଦେଖିବ ଯେ ବାହାରୁ କିଏ କଣ କରୁଛି, କେତେବେଳେ ଗଲା, କଣ ଖାଇଲା, କୋଉଠି ଗଲା, କୋଉଠି ବସିଲା, ଏସବୁ ତା ପାଇଁ କିଛି ଅର୍ଥ ରହିବ ନାହିଁ। ଦ୍ୱିତୀୟ ପଏଣ୍ଟରେ କହୁଛନ୍ତି ଆଉ ମଧ୍ୟ ନିମ୍ନତର ବ୍ୟାପାର ଗୁଡ଼ିକ ଠାରୁ ନିଜକୁ ଦୂରେଇ ରଖିବା ଦ୍ୱାରା ଏମିତି କୌଣସି ବ୍ୟକ୍ତି ନାହିଁ ଯିଏ ଜାଣିନେଇ କୋଉ କାର୍ଯ୍ୟଟି ଠିକ, କୋଉ କାର୍ଯ୍ୟଟି ଭୁଲ। ସେଇଭଳିଆ ଏମିତି କୌଣସି ବ୍ୟକ୍ତି ନାହିଁ, ହଁ, ନାଇଁ ଥାଇପାରନ୍ତି, ଯୋଉମାନେ ପଶୁ ସଦୃଶ କେବଳ ମନୁଷ୍ୟ ଶରୀର ପାଇଛନ୍ତି, କିନ୍ତୁ ପଶୁ ଭଳି ତାଙ୍କର ଏବେ ବି ପ୍ରକୃତି ଦ୍ୱାରା ପରିଚାଳିତ ହଉଛନ୍ତି। ପଶୁକୁ ଯେମିତି ପ୍ରକୃତି ପରିଚାଳିତ କରୁଛି, ସେମିତି ସେମାନେ ପରିଚାଳିତ ହଉଛନ୍ତି। ତାଙ୍କର କାମ ହେଲା କେବଳ ଖାଇବେ, ଖାଇସାରିଲା ପରେ ନିଷ୍କାସନ କରିବା ପାଇଁ ବ୍ୟବସ୍ଥା କରିବେ, ଏବଂ ବଞ୍ଚିବା ପାଇଁ ଯୋଉ ଖାଉଛନ୍ତି, ଆକ୍ଚୁଆଲି ସେମାନେ ବେଳେବେଳେ ଖାଇବା ପାଇଁ ବଞ୍ଚନ୍ତି। କେବଳ ଖାଇବେ, ବଂଶ ବୃଦ୍ଧି କରିବେ, ପିଲା, ଘର ସଂସାର, ପିଲା ଛୁଆ, ଏତିକି ଭିତରେ ସେମାନଙ୍କର ସୀମିତ। ତାଙ୍କ ସ୍ୱାର୍ଥ, ତାଙ୍କର ସଂସାର କେବଳ ସେତିକି। ସମାଜ ତାଙ୍କୁ କଣ ଦଉଛି ସେମାନେ ଦେଖନ୍ତି, ସମାଜକୁ ସେମାନେ କଣ ଦେବେ ତାଙ୍କର କିଛି ଯାଏସ ନଥାଏ। ସେଇଥିପାଇଁ ଆପଣ ଦେଖିବେ ବର୍ତ୍ତମାନ ଭୋଟର ମାନଙ୍କୁ ପ୍ରଭାବିତ କରିବା ପାଇଁ ରାଜନୈତିକ ନେତା ମାନେ ଖାଲି କହୁଛନ୍ତି ଆମେ ମାଗଣାରେ ଦବୁ। କାହିଁକିନା ଯେ ଦେଖିବେ ପ୍ରତ୍ୟେକ ବ୍ୟକ୍ତି ମାଗଣାରେ ପାଇଲେ ବାସ୍ ତାର ହେଇଗଲେ। ତେଣୁ ସେମାନେ କେବଳ ପାଇବାକୁ ବଞ୍ଚିଛନ୍ତି। ସେମାନଙ୍କ ଭିତରେ ହୁଏତ ଏଇ ଚେତନାଟି ନଥାଇପାରେ, ସେମାନେ ଊର୍ଦ୍ଧ୍ୱତର ନିମ୍ନତର ଏସବୁ ଜିନିଷ ତାଙ୍କ ପାଇଁ ଯାଏସ ନାହିଁ। ଯୋଉମାନେ ସ୍ୱାର୍ଥକୁ ନେଇକି ବଞ୍ଚନ୍ତି ତାଙ୍କ ପାଇଁ ନିମ୍ନତର ବ୍ୟାପାରର କିଛି ଅର୍ଥ ନାହିଁ। ତାଙ୍କ ସ୍ୱାର୍ଥକୁ ସିଦ୍ଧ କରିବା ପାଇଁ ଯେଉଁ ଯେଉଁ କାର୍ଯ୍ୟ କରିବାକୁ ପଡେ ସେଗୁଡାକ ତାଙ୍କ ପାଇଁ ହଉଛି ଠିକ। ତେଣୁ ଯୋଉମାନେ ସାଧନା କରିବାକୁ ଚାହାନ୍ତି, ଯୋଉମାନେ ଯଦି ଆମେ ସାଧନା ନ କରୁଛନ୍ତି କିନ୍ତୁ ଏକ ସୁନ୍ଦର, ସୁସଙ୍ଗତ, ସାମାଜିକ ପ୍ରାଣୀ ହବା ପାଇଁ ବି ପ୍ରୟାସ କରୁଥିବେ, ଭଲ ଲୋକ ହବା ପାଇଁ ଯେ ଆମେ ଯୋଉ କହୁଛେ ଆଟଲିଷ୍ଟ ଯଦି ସେମାନେ କରୁଥିବେ, କିନ୍ତୁ ଭଲ ଲୋକ ହବାରେ ବି ଗୋଟେ ଜିନିଷ ଥାଏ, ସେମାନେ ଶସ୍ତା ଲୋକପ୍ରିୟତା ପାଇଁ, ତାଙ୍କର ସ୍ୱାର୍ଥ ହାସଲ ପାଇଁ, କାହିଁକିନା ମତେ ଲୋକ ଭଲ କୁହନ୍ତୁ ସେଥିପାଇଁ ବି ସେମାନେ ଯାହା ନେଇ ତାହା କରନ୍ତି। କିନ୍ତୁ ସେଥିରେ ତାଙ୍କର କିଛି ଯାଏସ ନାହିଁ, ତାଙ୍କ ପାଇଁ ନିମ୍ନତର ବ୍ୟାପାରର ଅର୍ଥ ଅଲଗା। କିନ୍ତୁ ସାଧନା ଯୋଉମାନେ କରୁଛନ୍ତି ତାଙ୍କ ପାଇଁ ନିମ୍ନତର ବ୍ୟାପାର ହଉଛି ଯୋଉ ଯୋଉ ଗତିବୃତ୍ତି ଗୁଡ଼ିକ, ଯୋଉ ଯୋଉ ଗତିବୃତ୍ତି ଗୁଡ଼ିକ, ଯୋଉ ଯୋଉ କାର୍ଯ୍ୟଧାରା ଗୁଡ଼ିକ ତାଙ୍କୁ ମାଙ୍କ ଠାରୁ ବା ପରମଙ୍କ ଠାରୁ ବା ଭଗବାନଙ୍କ ଠାରୁ ବିଚ୍ଛେଦ ବା ଦୂରେଇ ରଖୁଛି, ସେଗୁଡ଼ିକ ହେଲା ନିମ୍ନତର ବ୍ୟାପାର। ଆପଣ ତାମସିକତାକୁ ବି, ଶରୀରର ତାମସିକତା ବି ଯିବ, ଆଳସ୍ୟତା ବି ଯିବ,
ପରିବର୍ତ୍ତନ ବିମୁଖତା ବି ଯିବ। ଦେଖନ୍ତୁ ଯୋଉମାନେ ପରିବର୍ତ୍ତନ ବିମୁଖ ହୁଅନ୍ତି ସେଗୁଡା ପରିବର୍ତ୍ତନ ବିମୁଖତା ହଉଛି ଏକ ନିମ୍ନତାର ବ୍ୟାପାର। ନିରୁତ୍ସାହିତ ହବା, ବିଷାଦକୁ ଯିବା, ଅଭିମାନ କରିବା, ମାନ କରିବା, ଏସବୁ ହଉଛି ନିମ୍ନତାର ବ୍ୟାପାର। ଅନ୍ୟକୁ ନିଚା ଦେଖେଇବା, ଅନ୍ୟକୁ ସମାଲୋଚନା କରିବା, ଈର୍ଷା କରିବା, ହିଂସା କରିବା, ଦ୍ୱେଷ ରଖିବା, ପରଶ୍ରୀକୁ ପରଶ୍ରୀ କାତରତା ଯୋଉଟା କୁହନ୍ତି ଅନ୍ୟର ସ୍ତ୍ରୀକୁ ଦେଖି ନ ସହିପାରିବା, ଏସବୁ ହଉଛି ନିମ୍ନତାର ବ୍ୟାପାର। ଏସବୁ ଗୁଡ଼ିକ ଠାରୁ ଆମକୁ ନିଜକୁ ଦୂରେଇ ରଖିବା। ଏବଂ ସେଇ ଭଳିଆ ବା ସେଇ ବ୍ୟାପାରକୁ ନେଇକରି ଆମର ଯୋଉ ଚିନ୍ତା, କଳ୍ପନା, ଯୋଉ କ୍ରିୟା ପ୍ରତିକ୍ରିୟା, ସବୁ ଜିନିଷ ଠାରୁ ଆମକୁ ନିଜକୁ ମୁକ୍ତ ରଖିବା। ଦେଖନ୍ତୁ ଚିନ୍ତା କଳ୍ପନା ଆମକୁ ଅନେକ ସମୟରେ କଣ କରେ, ଇଭିନ୍ ସାଧାରଣ ବ୍ୟକ୍ତି ବି ମତେ ଯଦି ଆମେ ବସିଥିବା ନା, ସମସ୍ତେ ତ ଶରୀର ତ୍ୟାଗ କରୁଛନ୍ତି, କଣ ଏ ଶରୀର ରଖି ଲାଭ କଣ, ଏଇ ପ୍ରକାରର ଥଟ୍ ବି ଆମକୁ ଆମ ଭିତରେ ଗୋଟେ ସ୍ପନ୍ଦନ ସୃଷ୍ଟି କରୁଛି, ଯୋଉ ସ୍ପନ୍ଦନ ଭଗବାନଙ୍କୁ ପରିପ୍ରକାଶର ଇଏ ମଧ୍ୟ ପରିପନ୍ଥୀ। କାହିଁକି ନା ଆମେ ଯଦି ରୂପାନ୍ତର ଚାହୁଁଛୁ ତେବେ ଏ ପ୍ରକାର ଚିନ୍ତା ଆମ ପାଇଁ ହଉଛି ନିମ୍ନମାନର ଚିନ୍ତା। ସେ ପ୍ରକାର ନେଇକି ଯୋଉ ପ୍ରକାରର କାର୍ଯ୍ୟ କର୍ମର କଳ୍ପନା ବି କରିବା ସେ ସବୁ ମଧ୍ୟ ନିମ୍ନମାନର କଳ୍ପନା। ସେଇଭଳିଆ କ୍ରିୟା ପ୍ରତିକ୍ରିୟା, ଯେକୌଣସି ଘଟଣା କଣ ହବ କଣ ନାହିଁ ତାର ରିଆକ୍ସନ, ଆମ ଭିତରେ ଯେକୌଣସି ପ୍ରକାର ପ୍ରତିକ୍ରିୟା ବି ଆସୁଛି କିଛି ନାହିଁ, କାର୍ଯ୍ୟଟିଏ କାର୍ଯ୍ୟ କରିବା ପାଇଁ କରିବା ଏବଂ ଭାବନା, ଚିନ୍ତା, କଳ୍ପନା ଏତେ ସବୁ କରିକି କରିବା, ଏ ସବୁ ଜିନିଷ ଭିତରୁ ଆମକୁ ସବୁବେଳେ ବାଛିବାକୁ ପଡିବ ଯେ କୋଉ କୋଉ ଚିନ୍ତା, କୋଉ କୋଉ କଳ୍ପନା, କୋଉ କୋଉ କ୍ରିୟା ପ୍ରତିକ୍ରିୟା ମୋ ଭିତରେ ଯୋଉଟା ଆସୁଛି ତାହା ମତେ ନିମ୍ନତା ଆଡକୁ ନଉନି ତ, ମୋର ମାଙ୍କ ପାଖକୁ ନଉଛି ନା ମାଙ୍କ ଠାରୁ ଦୂରେଇ ନଉଛି। ଯେକୌଣସି ପ୍ରକାରର ଯଦି ଆମେ ସେ ଚିନ୍ତା, କଳ୍ପନା, କ୍ରିୟା ପ୍ରତିକ୍ରିୟା ଯାହା ଭିତରେ ଆମ ଭିତରେ ଆସୁଛି, ଯଦି ସେ ଆମକୁ ମାଙ୍କ ଠାରୁ ଦୂରେଇ ରଖୁଛି ତାହେଲେ ସେଗୁଡାକ ହଉଛି ନିମ୍ନମାନର ଚିନ୍ତା, ତାଠାରୁ ଆମକୁ ମୁକ୍ତ ରଖିବା। ସେଥିପାଇଁ ଆମେ ନିଶ୍ଚୟ ପ୍ରୟାସ ତ ନିହାତି କରିବାକୁ ପଡିବ। ଆମେ ତାପରେ ଆଲୋଚନା କରିବା ନିଜ ପରିବେଶ ନିଜେ ସୃଷ୍ଟି କର ପାର୍ଟ 2। ପାର୍ଟ 2 ରେ ମା ଲେଖୁଛନ୍ତି, ଏଣୁ ତେଣୁ ବାଜେ ବହି ପଢିବା, ଏଣୁ ତେଣୁ ଲୋକଙ୍କ ସଙ୍ଗେ ଏଣୁ ତେଣୁ ଗପ ମାରିବା, ଏଣୁ ତେଣୁ କାମରେ ମାତିବା ପରିବର୍ତ୍ତେ ଯଦି ତୁମେ ଏପରି ଗ୍ରନ୍ଥ ସବୁ ପାଠ କର ଯାହାକି ତୁମକୁ ଠିକ ବାଟରେ ନେଇଯିବାରେ ସହାୟକ ହେବ, ଏପରି କିଛି କାର୍ଯ୍ୟ କର ଯାହାକି ତୁମକୁ ଈଶ୍ୱର ଉପଲବ୍ଧି ପାଇଁ ଅନୁକୂଳ ହେବ, ତେବେ ତୁମର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସମ୍ଭବ ହେବ। ଯଦି ତୁମ ଭିତରୁ ସବୁ ପ୍ରକାର କାମନା ବାସନା ଦୂର କରିଦିଅ, ସବୁ ପ୍ରକାର ପ୍ରବୃତ୍ତି ଓ ପ୍ରବେଗ ଗୁଡ଼ିକୁ ଦୂର କରିଦିଅ, ତୁମର ମାନସ ସତ୍ତାକୁ ପ୍ରଶାନ୍ତ ରଖ, ପ୍ରାଣ ସତ୍ତାକୁ ମନେଇ ପାର, ବାହାରୁ ଆସୁଥିବା ମନ୍ଦ ପରାମର୍ଶ ବା ପ୍ରଚୋଦନା ଗୁଡ଼ିକୁ ନିଜ ଭିତରକୁ ନ ନିଅ, ତୁମ ଚାରିପଟେ ଥିବା ଲୋକମାନଙ୍କ କ୍ରିୟାକଳାପ ଗୁଡ଼ିକ ଦ୍ୱାରା ପ୍ରଭାବିତ ନ ହୁଅ, ତେବେ ତୁମେ ନିଶ୍ଚୟ ତୁମ ପାଇଁ ଏପରି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିପାରିବ ଯାହାକୁ କିଛି ସ୍ପର୍ଶ କରିପାରିବ ନାହିଁ। ଏବଂ ଏହା ଆଉ ତୁମର ବାହ୍ୟ ପରିସ୍ଥିତି ଉପରେ ଆଦୌ ନିର୍ଭର କରିବ ନାହିଁ। ତୁମେ ଯେଉଁ ସାଂସାରିକ ପରିସ୍ଥିତିରେ ବଞ୍ଚୁଛ କିମ୍ବା ତୁମେ ଯେଉଁ ସାଂସାରିକ ଅବସ୍ଥାରେ ରହୁଛ ତାହା ଆଉ ତୁମ ଉପରେ କିଛି ପ୍ରଭାବ ପକାଇ ପାରିବ ନାହିଁ, କାରଣ ତୁମେ ଏତେବେଳେ ତୁମ ନିଜର ଆଧ୍ୟାତ୍ମିକ ପରିବେଶ ଭିତରେ ନିରାପଦ ରହିପାରିଛ ଏବଂ ଏହି ଭାବରେ ତୁମେ ତୁମର ଏ ପରିବେଶଟିକୁ ଲାଭ କରିପାରିବ। ତୁମକୁ ସମ୍ପୂର୍ଣ୍ଣ ଭାବେ ଆଧ୍ୟାତ୍ମିକ ଜୀବନ ଆଡ଼କୁ ନିଜ ଜୀବନକୁ ସଳଖି ଦେବାକୁ ହେବ। ସେହି ଜୀବନ ବଞ୍ଚିବାରେ ଯେଉଁ ବହି ଆଲୋକ ଦେଖାଇ ପାରିବ ସେହି ସବୁ ବହି ପଢ଼, ସେହି ଦିଗକୁ ନେଇଯିବାରେ ଯେଉଁ ସବୁ କର୍ମ ତୁମକୁ ସାହାଯ୍ୟ କରିବ ସେହି ସବୁ କର୍ମ କର। ଏମିତି ଏମିତି କଥା, ତାହେଲେ ଯାଇ ତୁମେ ତୁମର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିପାରିବ। ଆମେ ଆଧ୍ୟାତ୍ମିକ ପରିବେଶ କିପରି ସୃଷ୍ଟି କରିବା ପାରିବ ତାର ମା ଯୋଉ ଲେଖିଥିଲେ ତାର ପାର୍ଟ 1 ଆମେ ଯେତେ ଗୁଡେ କଥା ଗୁଡ଼ିକ ଦେଖିଥିଲେ, 10ଟା ପଏଣ୍ଟ ଆମେ ଦେଖିଥିଲେ, ତା ବାଦ ଆହୁରି ମାନେ ଆମର ଦୈନନ୍ଦିନ କାର୍ଯ୍ୟରେ, ଦୈନନ୍ଦିନ ଯେମିତି କୁହନ୍ତି ନା ଡେଲି ରୁଟିନରେ କଣ କଣ କରିହବ ମା ତାକୁ ପାର୍ଟ 2 ରେ ସ୍ପଷ୍ଟ କରିଦଉଛନ୍ତି। ପ୍ରଥମେ କହିଲେ
ଏଣୁ ତେଣୁ ବାଜେ ବହି ପଢିବା ନାହିଁ। ଯୋଉ ବହି ଦେଖନ୍ତୁ କୋଉଟା ବାଜେ ବହି, ଆମେ ଆ ପୂର୍ବରୁ ପାର୍ଟ 1ରେ ଯୋଉଗୁଡାକ ପଢିଲେ, ଯୋଉଗୁଡାକ ଶୁଣିଲେ, ଯୋଉଗୁଡାକ ଆଲୋଚନା କଲେ, ଯୋଉଗୁଡା କିଛି କିଛି ମନେ ରଖିବା ପାଇଁ ବୁଝିବା ପାଇଁ ଚେଷ୍ଟା କଲେ, ସେଗୁଡିକୁ କାର୍ଯ୍ୟରେ ପରିଣତ କରିବା ପାଇଁ ହେଲେ ଏଇଗୁଡିକୁ ଆମକୁ ଦେଖିବାକୁ ପଡିବ। ଯୋଉ ବହି ଦେଖନ୍ତୁ ଆପଣଙ୍କର କେତେ ଗୁଡେ ବହି ରହିଛି, ଏତେ ଇମୋସନାଲ କି ଲେଖିଥାନ୍ତି। ଆପଣ ଜାଣିବେ ଯେତେ ଗୁଡେ ଇମୋସନାଲ ବହି ଅଛି, ନିଶ୍ଚୟ ସେଥିରେ 100% ସତ ନାହିଁ। ଏକରେ ଦ୍ଵିତୀୟ କଥା ହେଲା, ସେଇ ସବୁ ଇମୋସନାଲ ବହି ଆପଣ ପଢି ଆପଣଙ୍କର ପ୍ରାଣର ନିମ୍ନ ଗତିବୃତ୍ତିକୁ ବାହାବା ଯେପରି ନ ଦିଅନ୍ତି, ସେ ପ୍ରତି ଗୁରୁତ୍ୱ ଦେବେ। ଯୋଉ ଯୋଉ ବହି ପଢିଲେ ପରମଙ୍କ ପ୍ରତି ମୋର ହୃଦୟ ଖୋଲି ଯାଉଛି, ମୋର ଚିନ୍ତାର ଦ୍ୱାର ଖୋଲି ଯାଉଛି, ମୋର ଭାବନାର ଦ୍ୱାର ଖୋଲି ଯାଉଛି। ମୁଁ ସେ ବହି ପଢିଲା ବେଳକୁ, ଆପଣ ମନେ କରାଯାଉ ପଢୁଛନ୍ତି ସାବିତ୍ରୀ ବହି ପଢୁଛନ୍ତି, ସାବିତ୍ରୀ ବହିରେ ଶ୍ରୀଅରବିନ୍ଦ ଯୋଉ ଉଚ୍ଚତର ଚେତନା ସେ ଶବ୍ଦ ଗୁଡାକ ଆସିଛି ତାଙ୍କ ଭିତରୁ, ଏବଂ ତାକୁ ସେ ଯେତେବେଳେ ଲେଖାରେ ପ୍ରକାଶ କରିଛନ୍ତି, ଯେତେବେଳେ ସେ ବହିଟି ପଢୁଛନ୍ତି, ଆପଣ ସ୍ୱାଭାବିକ ଭାବରେ ସେଇ ଚେତନାର ସ୍ତର ସହିତ ସଂଯୁକ୍ତ ହେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଯଦି ଏମିତି କିଛି ବହି ପଢିବେ, ସାଧାରଣତଃ ମୁଁ କହିବି ଉପନ୍ୟାସ ତ ଆଦୌ ପଢିବା କଥା ନୁହଁ। ଭୁଲ ବଶତଃ ଗୋଟେ ଏକ୍ଜାମ୍ପଲ ଦଉଛି, ମୁଁ ଯେତେବେଳେ ପିଲା ଥିଲି, ସେତେବେଳେ ବୋଧହୁଏ ମୁଁ ଚତୁର୍ଥରେ କିମ୍ବା ତୃତୀୟରେ ପଢୁଥିଲି, ମୁଁ ଦେଖିଲି ଜଣେ ଗୋଟେ ବହି ପଢୁଥିଲେ, ପଢି ସାରି ତାକୁ ସେ ତାଙ୍କର ନିଜର ଟ୍ରଙ୍କରେ ରଖିଲେ। ମୋର ବହି ପଢିବାର ଏକ ଅପୂର୍ବ ସଉକ ଥାଏ। ଆମ ପାଠ ବହି ପଢା ସରିଯାଉଛି, ଗପ ବହି ପଢା ସରିଯାଇଛି। ମୁଁ ଯେତେବେଳେ ଦେଖିଲି ସେ ବହିଟି ପଢୁଥିଲେ, ମୁଁ କହିଲି ତମେ ପଢି ସାରି ମତେ ଦବ, ମୁଁ ପଢିବି। ଜଣେ ମୋ ଠାରୁ ବହୁତ ବୟସରେ ବଡ, କିନ୍ତୁ କହିଲେ ନା ସେ ପିଲା ସେ ବହି ତ ପଢିବା ଦରକାର ନାହିଁ, କହି ସେ ଟ୍ରଙ୍କ ରଖିଦେଲେ। ମୁଁ ଭାବିଲି ତାଙ୍କ ବହି, ତେଣୁ ସେ ଦବା ପାଇଁ ଚାହୁଁନାହାନ୍ତି। ସେ ଯେତେବେଳେ ଗଲା ପରେ କେତେବେଳେ ଫାଙ୍କା ଦେଖି ସେ ବହି କାଢିକି ପଢିଲି। ଯୋଉ ଦୁଇଟି ଚାରିଟି ଲାଇନ ପଢିଲି, ଆଜି ପର୍ଯ୍ୟନ୍ତ ମଧ୍ୟ ସେ ଶବ୍ଦ ଗୁଡିକ ମୋ ମୁଣ୍ଡରୁ ଯାଉନାହିଁ। ଯେତେବେଳେ ଯୋଉ ବାଜେ ବହି ଆମେ ପଢିଛନ୍ତି, ତା ଭିତରେ ଯୋଉ ଶବ୍ଦ ଗୁଡାକ ଥାଏ, ସେ ଏପରି ରେଖାପାତ କରେ, ତେଣୁ ଆମର ଚେତନାକୁ ସେ କେତେ ନିମ୍ନଗାମୀ ନ କରାଇଦବ। ମୁଁ ଆପଣଙ୍କୁ ଏଠି ଗୋଟେ ବଢିଆ ଖୁସିର ଖବର ଦେବି, ଗୋଟେ ବଢିଆ ଏକ୍ଜାମ୍ପଲ ଟେ ଦେବି। ଆମର ଏଇ ମାତୃଗଣ ଆଶ୍ରମରେ ଜଣେ ଥିଲେ, ମାଙ୍କ ପାଖରେ ରହିଥିଲେ। ସିଏ ଗୋଟେ ବହି ସେଟ କିଣିକି ଆଣିଲେ, ଚାରିଟା ବହି, ମୋଟା ମୋଟା ବହି। 1000 ଟଙ୍କା ଉପରେ ସେ ବହିରେ ଥିଲା, ଡିସକାଉଣ୍ଟ ପରେ 700 ନା 800 ଟଙ୍କା କେତେ ପଡିଲା। ଗପ ବହି ନେଇ ଆସିଛନ୍ତି। ଯେହେତୁ ସିଏ ସେମିତି ବିଶେଷ କିଛି ବୋଧହୁଏ କଣ ତା ଭିତରେ ଅଛି ନ ଅଛି ଜାଣିବା ପାଇଁ ଚାହିଁଲେ, ତେଣୁ ସେ ମତେ ଆଣିଦେଲେ, କହିଲେ ବହି ଆପଣ ଟିକେ ଦେଖି ଦିଅନ୍ତୁ, ଏ ବହିଟା ମୋ ପଢିବା ପାଇଁ ଯୋଗ୍ୟ କି ନୁହଁ। ମୁଁ କହିଲି ଠିକ ଅଛି, ଦିଅନ୍ତୁ ଦେଖିବା। ସେ ବହିଟି ଯେତେବେଳେ ମୁଁ ପଢିଲି, ଠିକ ଅଛି ଗପ ଗୁଡିକ ଲେଖା ହେଇଛି, କିନ୍ତୁ ସେ ଗପ ଗୁଡିକ ପଢିବା ଦ୍ଵାରା ଆପଣଙ୍କର ନିମ୍ନ ପ୍ରାଣ ସକ୍ରିୟ ହବ। ମୁଁ ଗୋଟେ ଦିଟା ଜଷ୍ଟ ଓଭରଲୁକ୍ କରି ଦେଖିଲି, ନାହିଁ ଠିକ ନାହିଁ। ପାର୍ଟ 2 ଦେଖିଲି, ପାର୍ଟ 3, ପାର୍ଟ 4, ସବୁଥିରେ କୌଣସି ଧୀରେ ଧୀରେ ଉପରକୁ ଆଉ ଗତି କରୁନାହିଁ ତା ଭିତରେ ଲେଖା ଗୁଡିକ। ମୁଁ କହିଲି ନା ନା, ଏ ବହିଟି ଆପଣଙ୍କ ପାଇଁ, ଯଦି ଆପଣ ଚାହୁଁଛନ୍ତି ସାଧନା କରିବା ପାଇଁ, ତେବେ ଏଇଟା ଆଦୌ ଉପଯୁକ୍ତ ନୁହେଁ। ସେ କହିଲେ ମୁଁ ତ ବହି କିଣି ସାରିଛି, କଣ କରିବି? ମୁଁ କହିଲି ଅନ୍ୟ ଜଣେ ବି ନେଇକି ପଢିକି ତାକୁ, ତାର ବି ପ୍ରାଣ ନିମ୍ନ ସ୍ତରକୁ ଯିବ, ତେଣୁ ଆଠୁ ବେଟର ଚଏସ୍ ହଉଛି ତାକୁ ଅଗ୍ନିରେ ଝାସ ଦେଇଦିଅ। ତେଣୁ ତାକୁ ସିଧାସଳଖ ନେଲୁ ଏବଂ ନିଆଁ ଲଗେଇଦେଲୁ। ତେଣୁ ଏଣୁ ତେଣୁ ବାଜେ ବହି ପଢିବା ନାହିଁ। ଏଣୁ ତେଣୁ ଲୋକଙ୍କ ସଙ୍ଗେ ଏଣୁ ତେଣୁ ଗପ ମାରିବା ନାହିଁ।
ଯଦି ଚାହୁଁଛନ୍ତି ନିଜେ ନିଜର ଆଧ୍ୟାତ୍ମିକ ପରିବେଶଟିଏ ସୃଷ୍ଟି କରିବା ପାଇଁ, ତେବେ ଏ ସବୁ ଗୁଡ଼ିକୁ ଆପଣ ନିଶ୍ଚୟ ଗୁରୁତ୍ୱ ଦେବା ଉଚିତ। ଛୋଟ ଛୋଟ କଥା, ଛୋଟ ଛୋଟ ଅଭ୍ୟାସ ଆମର ଦୈନନ୍ଦିନ କାର୍ଯ୍ୟ ଭିତରେ ମନେ ରଖିବେ। କିଛି ଆବଶ୍ୟକ ନାହିଁ ଗପ କରିବା। ଯେତେବେଳେ ଯୋଉଠି କଥା ହେବେ, ଦେଖିବେ ସେ ଗପ ଗୁଡ଼ିକ ଆପଣଙ୍କ ମାଙ୍କୁ କେନ୍ଦ୍ର କରି ହଉଛି ତ? ଆପଣଙ୍କର ବ୍ୟକ୍ତିତ୍ୱ ଗଠନ କରିବା ପାଇଁ ମାଙ୍କ ଆଡକୁ ଆପଣଙ୍କର ବ୍ୟକ୍ତିତ୍ୱ ଗଠନ ହବା ପାଇଁ ସହାୟକ ତ? ଯଦି ନୁହେଁ, ତେବେ ସେଇ ଗପ ହଉଛି ଏଣୁ ତେଣୁ ଗପ। ତେଣୁ ଏଣୁ ତେଣୁ ଲୋକଙ୍କ ସଙ୍ଗେ ଏଣୁ ତେଣୁ ଗପ ମାରିବାକୁ ଆପଣ ଆଭଏଡ କରିବେ। ଏଠି ଆଉ ଗୋଟେ କଥା ଆପଣଙ୍କୁ ମୁଁ କହିବା ପାଇଁ ନିଶ୍ଚୟ ଚେଷ୍ଟା କରିବି, ସେଟା ହଉଛି ଆପଣ ଯେତେବେଳେ ଏଣୁ ତେଣୁ ଲୋକଙ୍କ ସଙ୍ଗେ ଗପିବା ଆରମ୍ଭ କରୁଛନ୍ତି, ମନେ ରଖନ୍ତୁ ତାଙ୍କର ପରିବେଶ ଭିତରେ ଆପଣ ପଶି ଯାଉଛନ୍ତି। ଯେମିତି ଏଠି ଆମେ ଆଲୋଚନା କରୁଛନ୍ତି ନିଜେ ନିଜର ପରିବେଶ ସୃଷ୍ଟି କରିବ। ବର୍ତ୍ତମାନ ମୁଁ ଯୋଉ ବ୍ୟକ୍ତି ସହିତ କଥା ହଉଛି, ସିଏ ଯଦି ସେଇ ନିମ୍ନ ପ୍ରାଣର, ନିମ୍ନ ମନର, ନିମ୍ନ ଚେତନାରେ ସେ ରହିଛି, ତେବେ ସେ ତା ଚାରିପଟେ ସେଇ ପରିବେଶଟିଏ ତିଆରି କରିଛି। ଆପଣ ଯେତେବେଳେ ତା ସହିତ କଥା ହଉଛନ୍ତି, ତା ସହିତ କୌଣସି ପ୍ରକାରର ବି ସମ୍ପର୍କ ରଖୁଛନ୍ତି, ତେବେ ଆପଣ ତା ପରିବେଶ ଭିତରକୁ ପଶି ଯାଉଛନ୍ତି। ସେଇଥିପାଇଁ ଯୋଉମାନେ ପ୍ରଥମେ ପ୍ରଥମେ ସାଧନା ଆରମ୍ଭ କରନ୍ତି, ସେଥିପାଇଁ କୁହାଯାଏ ଯେତେବେଳେ ଜଣେ ଯାଏ ଆଶ୍ରମରେ ରହେ, କୌଣସି ଏକ ସାଧୁ ଆଶ୍ରମରେ ବା କୌଣସି ସାଧନାଳୟରେ, ସେତେବେଳେ ତାଙ୍କୁ କୁହାଯାଏ ତୁମେ କାହା ସହିତ ଏକାଠି ଖାଇବ ନାହିଁ। ତୁମେ କାହା ସହିତ ଏକାଠି ତୁମର କାହାରି ଉଚ୍ଚିଷ୍ଟ ଖାଇବ ନାହିଁ। ଏସବୁ ଜିନିଷ କୁହାଯାଏ। ତାର କାରଣ ହଉଛି ତମେ ସେ ବ୍ୟକ୍ତିର ଯୋଉ ପରିବେଶ ରହିଛି, ସେ ବ୍ୟକ୍ତି ଯୋଉ ଚେତନାର ସ୍ତରରେ ରହିଛି, ତୁମେ ତା ସହିତ ଯେତେବେଳେ ସମ୍ପର୍କ ରକ୍ଷା କରୁଛ, ତୁମେ ସେଇ ପରିବେଶ ଭିତରକୁ ପ୍ରବେଶ କରୁଛ, ତୁମେ ସେଇ ପ୍ରକାରର ସ୍ପନ୍ଦନକୁ ତୁମ ଭିତରକୁ ଆସିବା ପାଇଁ ସୁଯୋଗ ଦେଇ ଦଉଛ। ତେଣୁ ସେଇ ପ୍ରକାର ଲୋକଙ୍କ ପାଖରୁ ନିଜକୁ କିପରି ଦୂରେଇ ରଖିବେ, ସେ ପ୍ରକାରର ବହି ପାଖରୁ କିପରି ଆପଣ ନିଜକୁ ଅଲଗା ରଖିବେ, ଏସବୁ ଦାୟିତ୍ୱ ଆପଣଙ୍କର। ଆପଣ ଯଦି ଚାହୁଁଛନ୍ତି ନିଜ ପରିବେଶ ନିଜେ ନିଜ ଚାରିପଟେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ, ଦେଖନ୍ତୁ ସାଧାରଣ ବ୍ୟକ୍ତି ଭଳିଆ ଯଦି ବଞ୍ଚିବାକୁ ଚାହୁଁଛନ୍ତି, ତାହେଲେ ଠିକ ଅଛି, କିଛି ଅସୁବିଧା ନାହିଁ, ଆପଣ ଯାହା କରୁଛନ୍ତି କରନ୍ତୁ। କିନ୍ତୁ ଯଦି ଆପଣ ସାଧନା କରିବାକୁ ଚାହୁଁଛନ୍ତି, ଯଦି ଆପଣ ଚାହୁଁଛନ୍ତି ଆପଣ ଏଇ ଯୋଉ ଜୀବନ ଗ୍ରହଣ କରିଛନ୍ତି, ଏ ଜୀବନଟି ଆପଣଙ୍କୁ ଦିଆହେଇଛି ଭାଗବତ କର୍ମ, ଭାଗବତ ଅଭିବ୍ୟକ୍ତିର ସାହାଯ୍ୟ ନିମିତ୍ତ, ଯଦି ଭଗବାନଙ୍କୁ ପରିପ୍ରକାଶ କରିବାକୁ ଚାହୁଁଛନ୍ତି, ତେବେ ଏଥିରୁ ବିରତ ରହିବେ। ଏଣୁ ତେଣୁ କାମରେ ମାତିବା ପରିବର୍ତ୍ତେ ଯଦି ତୁମେ ଏପରି ଗ୍ରନ୍ଥ ସବୁ ପାଠ କର, ଯାହାକି ତୁମକୁ ଠିକ ବାଟରେ ନେଇଯିବାରେ ସହାୟକ ହେବ। ତା ପୂର୍ବରୁ ଗୋଟେ କହିଲେ ଏଣୁ ତେଣୁ କାମରେ ଆପଣ ମାତିବା ପରିବର୍ତ୍ତେ, କାମ କଥା ଆମେ ପଛରେ ଯିବା, ଗ୍ରନ୍ଥ ସବୁ ପାଠ କରି ଏ ବିଷୟରେ ଆମେ ଆଲୋଚନା କରିସାରିଲେଣି। ତେଣୁ ସେଇ ପ୍ରକାର ଗ୍ରନ୍ଥ ପାଠ କରିବେ ଯୋଉଗୁଡାକ କି ଆମକୁ ଠିକ ବାଟରେ ନେଇଯିବାରେ ସହାୟକ ହବ। ସେଥିପାଇଁ ପ୍ରଥମେ ଆପଣ ଦେଖିବେ ମା ଶ୍ରୀମନ୍ଦଙ୍କର ଅରିଜିନାଲ ରାଇଟିଂସ ନିଶ୍ଚୟ ପଢିବେ, ତାପରେ ଯାଇକି ଅନ୍ୟ ଗ୍ରନ୍ଥ ପଢିବା ଆପଣଙ୍କ ପାଇଁ ଶ୍ରେୟସ୍କର ହବ। କେହି କେହି ପ୍ରଶ୍ନ କରନ୍ତି ଏଇ ଗ୍ରନ୍ଥ ପାଠ କରିବା ଭିତରେ ଯେ ଆମକୁ ବୁଝିଲା ଭଳିଆ ଆଉ କିଏ ଯଦି ଅନୁବାଦ କରିଛନ୍ତି ତାକୁ ପଢିଲେ ହବ କି ନାହିଁ। ସେଟାକୁ ଟିକେ ପରେ ଗଲେ ଭଲ, କାରଣ ଯଦି ବାବାଜୀ ମହାରାଜଙ୍କ ଲେଖା ପଢିଲେ ଠିକ ଅଛି, କିନ୍ତୁ ତାକୁ ଆଉ ଜଣେ ଯିଏ ସେଇ ସ୍ତରକୁ ଯାଇନାହିଁ, ଗପ ଆକାରରେ ଲେଖିଛନ୍ତି, ଇତ୍ୟାଦି ଇତ୍ୟାଦି ଆକାରରେ ଲେଖିଛନ୍ତି, ତାଙ୍କର ଅନୁଭୂତି ଲେଖିଛନ୍ତି, ଜଣ ଜଣଙ୍କର ଅନୁଭୂତି ଲେଖିଛନ୍ତି, ତେବେ ସେଗୁଡାକ ପ୍ରଥମ ଫେଜରେ ନ ପଢିବା, ଟିକେ ପରେ ପଢିଲେ ଭଲ। କାରଣ ଆପଣ ସେଗୁଡାକ ପଢିଲା ବେଳେ କଣ ହବ ନା, ସେଇ ସେଇ ପ୍ରକାର ଇମୋସନ ଗୁଡାକ ଆପଣଙ୍କ ଭିତରକୁ ପ୍ରବେଶ କରିଯିବ। ତେଣୁ ବେଟର ହଉଛି ସିଧାସଳଖ ମା ଶ୍ରୀନନ୍ଦଙ୍କର ଓଡିଆ ଅନୁବାଦ ପଢିବା, ଯୋଉଟା ତାଙ୍କ ଭଲ୍ୟୁମରେ ରହିଛି। ଇଂଲିଶ ପଢିଲେ ଆହୁରି ଭଲ। ସାବିତ୍ରୀ ତ ରେଗୁଲାରଲି ପଢିଲେ ଭଲ, ବୁଝନ୍ତୁ ବା ନ ବୁଝନ୍ତୁ। ଆଉ ଅନୁବାଦ ଯଦି ପଢୁଛନ୍ତି, ଓଡିଆ ଅନୁବାଦ ସିଧା ଭଲ୍ୟୁମର ଯୋଉଟା ଓଡିଆ ଅନୁବାଦ ତାକୁ ପଢନ୍ତୁ। ସେଇ ରିଗାର୍ଡିଂ ନେଇକି କୋଶ୍ଚିନ୍ ଆନ୍ସର ଅଛି, ତାକୁ ପଢନ୍ତୁ। ସିଧାସଳଖ ଯିଏ ମାଙ୍କୁ କୋଟ କରିକିରି ଯୋଉ ବର୍ଣ୍ଣନା ରହିଛି ତାକୁ ପଢନ୍ତୁ।
ମହାରାଜଙ୍କର ବାବାଜୀ ମହାରାଜଙ୍କର ପ୍ରପତିଙ୍କର ଅନୁବାଦ ଯୋଉଗୁଡାକ ରହିଛି ସେଗୁଡାକ ପଢନ୍ତୁ। କିନ୍ତୁ ଅନ୍ୟ ବ୍ୟକ୍ତି ଯିଏ ନିଜ ଧାରାରେ ବର୍ଣ୍ଣନା କରିଛନ୍ତି ସେଗୁଡାକ ଠାରୁ ଟିକେ ଦୂରେଇ ରହିବା ଭଲ। ମୋ ଅନୁଭୂତି ମୁଁ ଲେଖୁଛି, ଠିକ ଅଛି, ମୁଁ ମଣିଷ, ମୋ ଅନୁଭୂତିରେ ଯଦି ଲେଖୁଛି ତେବେ ମୋର ଚେତନାର ଯୋଉ ସ୍ଥିତିରେ ରହିଛି, ଦେଖନ୍ତୁ ଯିଏ ଯୋଉ ଲେଖାଟିଏ ଲେଖୁଛି ସିଏ ଚେତନାର ଯୋଉ ସ୍ଥିତିରେ ଥାଏ ତାର ଲେଖା ଗୁଡିକ ଚେତନାର ସେଇ ସ୍ଥିତିରୁ ଆସିଥାଏ। ତେଣୁ ସେ କେତେ ଜଣ ଲୋକ ଅଛନ୍ତି ଯେତେବେଳେ ବର୍ଣ୍ଣନା କରନ୍ତି ତାଙ୍କର ପ୍ରାଣଗତ ସ୍ପନ୍ଦନକୁ ସେମାନେ ତା ଦେହରେ ଯୋଡି ଦିଅନ୍ତି। ହୁଏତ ତାହା ଆମକୁ ରୋମାଞ୍ଚକର ଲାଗିପାରେ, ତାହା ଆମକୁ ଆମୋଦଦାୟକ ଲାଗିପାରେ, ତାହା ଆମକୁ ବାହ୍ୟ କ୍ଷଣିକ ପ୍ରମୋଦ ଦେଇପାରେ, କିନ୍ତୁ ଆମେ ଯଦି ସେତିକି ସ୍ଥିତବାନ ହେଇନାହୁଁ, ସେତିକି ଦୃଢ ସ୍ଥିତିରେ ପହଞ୍ଚି ନାହୁଁ, ତାହେଲେ ଆମେ ବ୍ୟକ୍ତି ପ୍ରତି ଧୀରେ ଧୀରେ ଆମେ ଆସକ୍ତ ହେଇଯିବା। ତେଣୁ ବେଷ୍ଟ ହଉଛି ଆଗ ଅନୁବାଦ ପଢିବେ, ତାପରେ ଯାଇକରି ଆଉ କାହା ବହି ପଢିବେ। ବା ଇଭିନ ଆଉ ଜଣେ କିଏ କିଏ ପ୍ରଶ୍ନ କରନ୍ତି ଯେ ଅନ୍ୟ ଧର୍ମାବଲମ୍ବୀ ଯୋଉ ଲେଖିଛନ୍ତି ତାକୁ ପଢିବା କି ନ ପଢିବା। ପ୍ରଥମେ ଆଗ ମହାଶ୍ରୀଙ୍କର ଆପଣ ଯାହା ପଢୁଛନ୍ତି ଆଗ ପଢି ସାରନ୍ତୁ, ସେସବୁ ବିଷୟରେ କିଛି ସ୍ଥିତି ହଉ, ଯେତେବେଳେ ବ୍ୟକ୍ତିତ୍ବ କିଛି ଗଠନ ହଉ, ତାପରେ ଯଦି ତାକୁ ପଢନ୍ତି ତାହେଲେ ସେଗୁଡାକ ଆପଣଙ୍କୁ ଆଉ ପ୍ରଭାବିତ କରିପାରିବ ନାହିଁ। ହଁ, ଆପଣ ଦେଖିଥିବେ ଯୋଉମାନେ ଉଚ୍ଚତର, ଯୋଉମାନେ ଅନେକ ଦିନ ଧରିକି ନିଜ ଉପରେ ନିଜ ନିୟନ୍ତ୍ରଣ କରି ସେମାନେ ମହାଶ୍ରୀଙ୍କ ପାଖରେ ରହିଛନ୍ତି, ସେମାନେ ତାପରେ ପରେ କେହି କେହି ହୁଏତ ଅନ୍ୟ ବହି ପଢନ୍ତି। ପଢିବା ବି କିଛି ଖରାପ ନୁହଁ, କିନ୍ତୁ ଯେ ପର୍ଯ୍ୟନ୍ତ ଆମର ନିଜର ସ୍ଥିତି ହେଇନାହିଁ ସେତେବେଳେ ତାକୁ ପଢିଲେ ଆମେ ସେଆଡେ ଭାସି ଯିବାର ସମ୍ଭାବନା ରହିଛି। ତେଣୁ ଆଗ ଆମେ ସିଧାସଳଖ ମାଙ୍କ ଲେଖା, ଶ୍ରୀଚନ୍ଦ୍ରଙ୍କ ଲେଖା ଅନେକ ରହିଛି, ବହୁତ ସହଜ ଭାବରେ ଓଡିଆ ଅନୁବାଦ ବି ହେଇଛି, ତାକୁ ଆମେ ପଢିକି ଆଗ ପ୍ରାକ୍ଟିସ କରିବା, ତାପରେ ଅନ୍ୟ ଗୁଡାକ ପଢିବାକୁ ଚେଷ୍ଟା କରିବା। ଏପରି କିଛି କାର୍ଯ୍ୟ କର ଯାହାକି ତୁମକୁ ଈଶ୍ୱର ଉପଲବ୍ଧି ପାଇଁ ଅନୁକୂଳ ହେବ। ତେଣୁ କାମ କରିବା କ୍ଷେତ୍ରରେ ଯୋଉଟା କୁହାହଉଛି, ଯୋଉ କାର୍ଯ୍ୟ କରିବେ ସେ କାର୍ଯ୍ୟ ଗୁଡାକ ମାଙ୍କୁ ଉପଲବ୍ଧି କରିବା ପାଇଁ ସାହାଯ୍ୟ ହବ, ଅନୁକୂଳ ହବ। ତେଣୁ ଏଇଠି ସେଇ ଗୋଟିଏ କଥା ବାରମ୍ବାର କୁହାଯାଉଛି, ଆମେ ପ୍ରାକ୍ଟିସ କରିବା ପାଇଁ ନିଜକୁ ପ୍ରତିଷ୍ଠିତ ନ କରି କିପରି ଭଗବାନଙ୍କୁ, ମାଙ୍କୁ, ଈଶ୍ୱରଙ୍କୁ ପାଇବା ପାଇଁ ଆମର କାର୍ଯ୍ୟ ଗୁଡାକ ପ୍ରେରିତ ହବା ଦରକାର, ସେଇ ଉଦ୍ଦେଶ୍ୟରେ ହବା ଦରକାର। ମୋର ସେଇ କାର୍ଯ୍ୟ ଗୁଡାକ ଏମିତି ହବ ଯୋଉଥିରେ ମାଙ୍କୁ ପରିପ୍ରକାଶ କରିବି, ମାଙ୍କୁ ପାଇବା ପାଇଁ ମତେ ଅନୁକୂଳ ହଉଥିବ, ନିଜକୁ ପ୍ରତିଷ୍ଠିତ କରିବା ପାଇଁ, ନିଜର ଅହଂକୁ ସାବ୍ୟସ୍ତ କରିବା ପାଇଁ, ନିଜର ନିମ୍ନ ଗତିବୃତ୍ତିକୁ ସାବ୍ୟସ୍ତ କରିବା ପାଇଁ, ନିଜର ପ୍ରାଣଗତ ନିମ୍ନ ପ୍ରାଣଗତ ସ୍ପନ୍ଦନକୁ ପରିତୃପ୍ତ କରିବା ପାଇଁ, ନିଜର ଯୋଉ ଗୋଟେ ଓକିଲ ମନ ରହିଛି, ଯିଏ ଓକିଲ ମନ ଦେଖେଇ ଆମକୁ ବେଳେ ବେଳେ ଭିନ୍ନ ଭିନ୍ନ ପ୍ରରୋଚନା ଦିଏ, ଏଇଟା ତୋ ପାଇଁ ଠିକ ବୋଲି କହେ, ସେ କିନ୍ତୁ ଆପଣ ତାକୁ ଦେଖିବେ ସେଇଟା ମାଙ୍କୁ ଆଣୁଛି ନା ନିଜକୁ ପ୍ରତିଷ୍ଠିତ କରୁଛି। ତେଣୁ ସେଇ କାର୍ଯ୍ୟ କରିବା ଯାହାକି ଆମକୁ ଈଶ୍ୱର ଉପଲବ୍ଧି ପାଇଁ ଅନୁକୂଳ ହେବ, ତେବେ ତୁମର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସମ୍ଭବ ହେବ। ଆଜି ଆମେ ପାର୍ଟ 2 ର ଏଇ 4ଟି ବିଷୟ ଆଲୋଚନା କଲେ। ବିଶେଷ କରି ଯଦି ଆମେ ଦେଖିବା ଏଠି 3ଟି କଥା ଆଲୋଚନା ହଉଛି, ଯୋଉଟା କି ବାଜେ ବହି ପଢିବା ନାହିଁ, ଏଣୁ ତେଣୁ ଲୋକଙ୍କ ସଙ୍ଗେ ଏଣୁ ତେଣୁ ଗପ କରିବା ନାହିଁ, ଆଉ ସେଇ କାର୍ଯ୍ୟ କରିବା ଯୋଉଗୁଡିକ ଈଶ୍ୱର ଉପଲବ୍ଧି ପାଇଁ ଅନୁକୂଳ ହବ, ଏବଂ ସେଇ ଗ୍ରନ୍ଥ ସବୁ ପାଠ କରିବା ଯୋଉଟା କି ଆମକୁ ଠିକ ବାଟରେ ନେଇଯିବାରେ ସହାୟକ ହବ। ତେଣୁ ଆମେ ଆଜି ଏଇଠି ରଖିବା, ପୁଣି କାଲି ପାର୍ଟ 2 କୁ କଣ୍ଟିନ୍ୟୁ କରିବା, ମାଙ୍କୁ ଆହ୍ୱାନ କରିବା। Ma, thank you all. Robert.